जय जगन्नाथ सांग माने नमस्कार दर्शक बंधु। भक्त जेबे बड़ दांडरे पाद रखे मनरे अभड़ा खाइबार लोभ निश्चिंत भावरे जाग्रत हुए। किंतु कौन आपण माने केबे भाबिछंती अभड़ा रखा जाउथिबा बाई हांडीटी केउठु आसे, किए तियारी करे, एही हांडी सबु आउ केउठु तियारी हुए एही हांडी सबु? तेबे चालंतु जानिबा एहार रहस्य आजिर एही भिडियो माध्यमरे। नमस्कार दर्शक बंधु, आपण माने जानिथिबे कालिया पाई 60 पौठी भोगर रंधा हुए। किंतु एही 60 पौठी भोग रांधिया पाई एते हांडी केउठु आसे? पुरी जिल्लार एही 7टी ग्रामरे अछि प्रभु जगन्नाथଙ୍କ पाई अभड़ा प्रस्तुत होउथिबा बाई हांडीर कुंभारशाळ। जगन्नाथଙ୍କ ପାଇଁ ପ୍ରତିବର୍ଷ 19,90,000ରୁ ଅଧିକ ବାଇ ହାଣ୍ଡି ବା କୋଡୁଆ ନିର୍ମାଣ ହୋଇଥାଏ। ବାଇ ହାଣ୍ଡି ବା କୋଡୁଆ ପାଇଁ ପୁରୀ ଜିଲ୍ଲାର 7ଟି ବ୍ଲକର 16ଟି ଗ୍ରାମରେ ପାଖାପାଖି 2,000ରୁ ଅଧିକ ଲୋକ ତିଆରି କରୁଛନ୍ତି ବାଇ ହାଣ୍ଡି ଏବଂ କୋଡୁଆ। 7ଟି ବ୍ଲକ ହେଲା ପୁରୀ ସହରର ହେଲା କୁମ୍ଭାରପଡ଼ା, ଟିକିରିଆପଡ଼ା, ନୂଆସାହି। ବ୍ରହ୍ମଗିରିର ହେଲା ଗଡ଼ରେଙ୍ଗଡ଼ା, ହାରପଡ଼ା, ବେଣ୍ଟପୁର। ପୁରୀ ସଦରର ଚାଳିଶି, ଆଲକିଆ, ସୁନ୍ଦର, ମାଲକଣ୍ଡପୁର। 4ରେ ଗୋପ, ଭୁଆଁ, ବାଲିକନ୍ଦଳ। 5ମରେ ସତ୍ୟବାଦୀର ଦୁର୍ଗଲ, ମହାକାଳପଡ଼ା, କୃଷ୍ଣପ୍ରସାଦର ଗୌରପୁର, କଣାସ, ଶିରେଇ। ସେମାନେ ବର୍ଷାନୁକ୍ରମ ଭାବେ କାମ କରି ଆସୁଥାନ୍ତି। ତେବେ ଏହି କୁମ୍ଭାର ପରିବାର ମଧ୍ୟରୁ ଜଣେ ଥିଲେ ପ୍ରଭୁ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ, ଯାହାଙ୍କର ନାମ ହେଲା ନୀଳି କୁମ୍ଭାରୁଣୀ। ସେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଅଭଡ଼ା କୋଡୁଆ ନିର୍ମାଣ କରନ୍ତି। ସେହିଥିରେ ହିଁ ତାଙ୍କର ଜୀବନ ଅତିବାହିତ ହୁଏ। କିନ୍ତୁ ସେ ପୁରୀରେ ଏତେ ପାଖରେ ଥାଇ ମଧ୍ୟ ସେ କେବେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇନାହାନ୍ତି। କିନ୍ତୁ ସେ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ଅଭଡ଼ା କୋଡୁଆ ଭିତରେ ଦେଖନ୍ତି। ଥରେ ପ୍ରଭୁ ଜଗନ୍ନାଥ ତାଙ୍କର ପରୀକ୍ଷା ନେବା ପାଇଁ ଚାହିଁଲେ। ସେ ଭାବିଲେ, ସେ ଯଦି ମୋତେ ଏତେ ଭକ୍ତି କରୁଛି, ତେବେ ମୋତେ ଦେଖିବା ପାଇଁ କଣ ପାଇଁ ଆସୁନାହିଁ? ତେଣୁ ସେ ଜଣେ ବୁଢ଼ୀ ବ୍ରାହ୍ମଣୀ ବେଶରେ ତାଙ୍କ ପାଖକୁ ଗଲେ। ଆଉ କହିଲେ, ମା, ମୋତେ ଟିକିଏ ପୁରୀ ଜଗନ୍ନାଥଙ୍କ ଦର୍ଶନ କରେଇ ଆଣିବୁନୁ? ତେବେ ନୀଳି କୁମ୍ଭାରୁଣୀ କହିଲେ, ମନ୍ଦିରରେ ତ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଦେଖିନାହିଁ। ମୋର ଏହି ଜଗନ୍ନାଥ ମାଟି କୋଡୁଆ ହାଣ୍ଡିରେ ଭିତରେ ଅଛନ୍ତି। ମୁଁ ତ ଶ୍ରୀ ଜଗନ୍ନାଥଙ୍କୁ ଜାଣିନାହିଁ କି ଦେଖିନାହିଁ। ତତେ କଣ ଦେଖେଇବି? ଏତିକି କହି ସେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଲେ। ସେହିଦିନ ପ୍ରଭୁ ରାତିରେ ରାଜାଙ୍କୁ ସ୍ୱପ୍ନରେ କହିଲେ, ନୀଳି କୁମ୍ଭାରୁଣୀ ସିନା ମୋତେ ଦେଖିବା ପାଇଁ ଶ୍ରୀମନ୍ଦିର ଆସିପାରୁନାହିଁ, ମୁଁ କିନ୍ତୁ ତାକୁ ଦେଖା କରିବା ପାଇଁ ତା ପାଖକୁ ଯିବି। ତାଙ୍କର ରହିବାର ବ୍ୟବସ୍ଥା କରିବି। ଯେପରି ରଥଯାତ୍ରା ସମୟରେ ସେ ଆସି ମୋତେ ଦର୍ଶନ କରି ପାରିବେ। ସେହିପରି ପ୍ରଭୁ ଜଗନ୍ନାଥ କୁମ୍ଭାରୁଣୀକି ମଧ୍ୟ ସ୍ୱପ୍ନଦେଶ କଲେ। ଆଉ କହିଲେ, ତୁମେ ମୋତେ ଠିକ୍ ଭାବରେ ଚିହ୍ନିଛ। ମୁଁ ଦାରୁରେ ରୁହେ, ମନ୍ଦିରରେ ନୁହେଁ। ମୁଁ ତ ସର୍ବଦା ବିଦ୍ୟମାନ। ତୁମେ ମୋତେ ତୁମର ମାଟିର କୋଡୁଆରେ ମଧ୍ୟ ମୋତେ ଦେଖୁଛ। ଏବେଠାରୁ ରଥଯାତ୍ରା ସମୟରେ ମୁଁ ତୁମ ଘର ଦେଇ ଯିବି। ତୁମେ ମୋତେ ପ୍ରତିଥର ରଥଯାତ୍ରାରେ ଆସି ଦର୍ଶନ କରିବ। ଏହାପରେ ସେହି ଜାଗା କୁମ୍ଭାରପଡ଼ା ନାମରେ ନାମିତ ହେଲା, ଯାହା ପୁରୀର ମେଡିକାଲ ପାଖରେ ଅଛି। ଆଜି ବି ରଥଯାତ୍ରା ସମୟରେ ମେଡିକାଲଠାରେ ରଥ ଅଟକି ଯାଏ। ଆଉ ସେଠାରେ ପ୍ରଭୁ ଜଗନ୍ନାଥଙ୍କର ଅନ୍ନଛତ୍ର ଖୋଲାଯାଏ। ଜଗନ୍ନାଥଙ୍କୁ ପତି ଭୋଗ ଲଗାଯାଏ। ଦେଖିଲେ ତ ଆମ ପ୍ରଭୁ ଜଗନ୍ନାଥଙ୍କ ହୃଦୟ କେତେ ବଡ଼। ଯେଉଁଠି ଭକ୍ତ ତାଙ୍କ ପାଖକୁ ଆସିପାରୁନାହିଁ, ସେଠାରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ତାଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ତେବେ ମାଦଳ ପାଞ୍ଜିକାରେ ଲେଖା ହୋଇଥିବା ଏହି କଥାଟି ଆପଣମାନଙ୍କୁ କିପରି ଲାଗିଲା, ତଳେ ମୋତେ କମେଣ୍ଟ କରି ନିହାତି ଭାବରେ ଆପଣମାନଙ୍କର ମତାମତ ଜଣାଇବେ। ଭିଡିଓଟି ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ।